ପାଇଁ ସେ ନୁହନ୍ତି। ମୁଁ ମୋର ଠାକୁରଙ୍କୁ ଜଣେଇକି ଆସିଛି, ମୋର ତୁଳସୀ ଧଣ୍ଡା ଆଣିକି ଦେଇଛି ମାନଙ୍କୁ। ତ ବୋଉ କ'ଣ ମାନସିକ କଲେ ତ ଆପଣମାନଙ୍କୁ ଜଣେଇଦେଲେ। ଆଉ ନମସ୍କାର ସାଙ୍ଗମାନେ, ଆପଣମାନଙ୍କୁ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍କୁ ବହୁତ ବହୁତ ସ୍ୱାଗତ। ଯଦି ଆପଣମାନେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିନିଅନ୍ତୁ କିଛି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ମାଉସୀ ଆଜି ସକାଳୁ ଏତେ ଶାଗ ସିଏ ତୋଳିଛନ୍ତି ପୁରା ଗାଁ ସାରା ଲୋକ ଖାଇବେ ସରିବନି। ଆମକୁ ନିଅଣ୍ଟ ହବ, ଆମେ ଗାଁ ସାରା ଦବୁ। ଲୁଗା ଜରି ଦିଟା କାଇଁ ଗୋଟାଏ ନା ତାପରେ ଲୁଗା ପୁରେଇଥିଲି ଯୋଉ ସେଇ ଗୋଟାଏ ବା। ଆଉ ପଛରେ ଗୋଟେ ପୁରେଇଲ ନା ସେ ସାଇଆଟା ସେ ଗୋଟା ଜରି ହେଇଥିବ ନା ଗୋଟେ ହାତ ଧରି ନେଇଯାଇଥିବ ଜରି। ଜରି କଣ କରିବ? କ'ଣ ହବ କିଛି ଦରକାର ନାହିଁ କିଛି ଦରକାର। ଯଦି ହେଲମେଟ ଫେଲମେଟ କରି ମୁଁ କହିବି ବାପା ମୁଁ ହେଲମେଟ ଦେଇ ଜରି ପୁରେଇବ ଆଣି ଗୋଟା ଜରି ବାଦ କହିବ ପୁରେଇ ଦେଇଯିବି। ଆଉ କଣ କରିବ? ନାଇଁ ସେଇଆ କରିବି। ମୁଁ କହିଲି ହେଲମେଟ ଦେଇ ବସି ପାରିବି? ହେଲମେଟ କିଏ କିଛି କହିବେନି। ହାଁ ହେଇଲୋ ଯଦି ଧରିବେ କିଣା 1000 ଟଙ୍କା ଫାଇନ୍। ଏ ଶୁଣୁ କଥା ଶୁଣୁ, ଧରିଲେ ତତେ ମୁଁ ତତେ ଛାଡି ଦେଇକି ପଳେଇବି, ମୋର ହେଲମେଟ ଅଛି, ତତେ ନେଇ ଥାନାରେ ବସେଇଦେବେ। ତମକୁ କଣ କହି ଜାଣିଛ? ତ ପୁଅ ତୁ ତ ଭାରି ନିଜ ଜୀବନଟାକୁ ସେଫ୍ଟି କରିକି ହେଲମେଟ ଚଢେଇ ଦେଇ ଯାଇଛୁ, ବୁଢୀ ଲୋକଟା ପଛରେ ବସିଛୁ, ତୋର ଟିକେ ଚିନ୍ତା ନାହିଁ। ନାଇଁ ମୁଁ ଜରି ନେଇଯାଇଥିଲି। ନାଇଁ ମୁଁ ଚାଲ ଯିବା। ହଉ କୁଆଡେ ବାହାରିଛ ଟିକେ ଆମ ଭିଉଅର୍ସ ଭାଇ ଭଉଣୀ ମାନଙ୍କୁ ଟିକେ କହୁନା। ପୁରୀ ବାହାରିଛି। ପୁରୀ? ହଁ। କେତେ ବର୍ଷ ପରେ ତୁମର? 15 ବର୍ଷ ପରେ ବାହାରିଛି। 15 ବର୍ଷ ପରେ? କେମିତି 15 ବର୍ଷ? 15 ବର୍ଷ ବାପା ଗଲାଣି କେଇ ବର୍ଷ ହେଲାଣି? ବାପା ଗଲାଣି 15 ବର୍ଷ ମୁଁ ହେଲାଣି। ଆଉ କୋଉଠି ଯାଇଛି? ତା ଆଗରୁ କେତେ ବର୍ଷ ଆଗରୁ ଯାଇଥିଲ? ତା ଆଗରୁ ମୁଁ ତ କେବଳ ଖାଲି ତତେ ଯାଇଥିଲି 5 ବର୍ଷ ହେଇଥିଲି ମୁଁ କଳେଇବାକୁ। ମତେ 33 ରୁ 5 ମାଇନସ କର। ଆଉ ଯାଇନି। ମାଉସୀ କେତେ ହଉଛି? ଆଉ ଯାଇନି। କେତେ ବର୍ଷ ହଉଛି? 33 ରୁ 5 28। 28 ବର୍ଷ ପରେ ଆଜି ବୋଉଙ୍କର ଡୋରି ଲାଗିଛି, ଜଗା ପାଖକୁ ଯାଉଛି। ମୁଁ କଳେଇକି ଆଣିଛି ବଡ ଛତା ମଠରୁ, ଆଉ କୋଉଠୁ ମୁଁ ଯାଇଛି? ଆଜି ଯିବା ବଡ ଛତା ମଠକୁ ଯିବା। ମୁଁ ବା କାନି ପକେଇବାକୁ ମୋ ବୋଉ କାନି ପକେଇକି ଆଇଲା, କହିଲା ନାଇଁ ନାଇଁ ମୁଁ ତାକୁ ସେ ଶଳାକୁ କାନି ପକେଇକି ଆଣିବି। ଆଉ ମୋ ବୋଉ ନୁଗା ନୁଗା ପିନ୍ଧିଲା କାନି। ତ ଆଜି ସକାଳୁ ମୋ ବୋଉ ମତେ କହିଲା ବାହାରେ ଆଜି ମାଘ ସପ୍ତମୀ ଆମେ ଟିକେ ଯିବା ଜଗା ଦର୍ଶନ କରିକି ଆସିବା ପୁରୀ। ମୁଁ କହିଲି ବୋଉ ଆଜି କ'ଣ ଏମିତି ହଠାତ୍ ନା, ଆଉ ଆଜି କାହିଁ ଟିକେ ଡୋରି ଲାଗିଛି, ମନ ହଉଛି ଯିବା ପାଇଁ, ଆଉ ମୁଁ ଯିବି, ମୋର କାମ ସାରି ସାରିଲିଣି। ଚାଲ ଆଜି କୋଉଠିକି ଯିବା କୁହ? ଚନ୍ଦ୍ରଭାଗା ଯିବା। ଚନ୍ଦ୍ରଭାଗାରୁ ଜଗନ୍ନାଥଙ୍କୁ ଦର୍ଶନ କରିବା, ତାପରେ ଆମର ବଡ ଛତା ମଠକୁ କୋଉଠି ତୁ ମତେ ବାବାଜୀ କରିଥିଲୁ, ସବୁ ଜିନିଷ ବୁଝିବାଜି କରି ଆସିବା। କିନ୍ତୁ ସାଙ୍ଗମାନେ ଭ୍ଲଗ ବନେଇ ହବନି, ମୁଁ ବେଶୀ ମୋବାଇଲ ନେଇକିରି ଯିବିନି, ମୁଁ ମୋର ପର୍ସନାଲ ମୋବାଇଲଟିକୁ ନେଇକି ଯିବି। ଆଉ ଆମର ଯେଉଁ ସୁଟିଂ ପାଇଁ ଯେଉଁ ମୋବାଇଲ, ମୁଁ ମାନେ ଭ୍ଲଗ ସୁଟିଂ ପାଇଁ ଯେଉଁ ମୋବାଇଲ, ସେ ମୋବାଇଲ ମୁଁ ନେଇକିରି ଯିବିନି। କାହିଁକି ଯିବିନି ନା, ଆମେ ମା ପୁଅ ଯିବୁ, 2 ଜଣ ଯାକ ବୁଲିବୁ, ଠାକୁରଙ୍କୁ ଦର୍ଶନ କରିବୁ ଆସିବୁ। ଭ୍ଲଗଟା ବଡ଼ କଥା ନୁହେଁ, କିନ୍ତୁ ମୁଁ ଆପଣମାନଙ୍କୁ ଏତିକି ଜଣେଇ ଦେଉଛି ଯେ ଆଜି ବୋଉଙ୍କର ମୋର ପୁରୀ ଯାଉଛୁ ଜଗା ଦର୍ଶନ କରିବା ପାଇଁ। ଆପଣମାନଙ୍କର ବହୁତ ସାରା କମେଣ୍ଟ ଥିଲା ଯେ କ'ଣ ପାଇଁ ତୁମେ ସବୁ ପଳେଇ ଯାଉଛ, ମାଉସୀଙ୍କୁ କ'ଣ ପାଇଁ ପୁରୀ ନେଇକି ଯାଉନ? ତ ଆକ୍ଚୁଆଲି ସତ କଥା କହିବି, ବୋଉ କୌଣସି ଦିନ ପୁରୀ ବୋଉ ଚାଲିଯିବା, ମୁଁ ବୋଧେ 1000 ଥର ବୋଉକୁ କହିଛି ଚାଲିଯିବା ପୁରୀ ଯିବା, ସେ ମନା କରେ, ସେ ରାଜି ହୁଏନି। ତେଣୁକରି ତାକୁ, ସେ ତ ରାଜି ହେଉନି, ଆଉ ତାକୁ କ'ଣଟା ବି କରାଯାଇପାରିବ ନା, ତା ସାଙ୍ଗେ ଝଗଡ଼ା କରାହେବ ଚାଲିଯିବା ବୋଲି। ତେଣୁକରି ତାର ଯେଉଁଦିନ ଇଚ୍ଛା ହେବ ସେ ଯିବ, ତାର ଆଜି ଇଚ୍ଛା ହେଇଛି, ସେ ଆଜି ବାହାରିଛି ଯିବା ପାଇଁ। ଆଉ ସାଙ୍ଗମାନେ ଆଜି ଘରେ ମାଉସୀ ଆଉ ମାନୁ 2 ଜଣ ଯାକ ରହିଲେ। ଏଥିରେ ସବୁ କ'ଣ ବୋଉ ପୁରେଇଛ ଟିକେ କୁହ? ମୁଁ ଲୁଗାପଟା ଖଣ୍ଡେ ନେଇକି ଯାଇଛି। ଲୁଗାପଟା ପୁରେଇଛ? ହଉ ଯେଉଁ କ'ଣ କରିବାକୁ ମାନେ ମୋ ବୋଉ କହିବା କଥା ଯେ ହେଲମେଟ ଆକ୍ଚୁଆଲି 2ଟା ହେଲମେଟ ଅଛି, ମାନଙ୍କର ଅଛି, ମୋର ଅଛି, ଆମ ଘରେ 2ଟା ହେଲମେଟ ଅଛି। ହେଲମେଟ ପିନ୍ଧି ଯାଇପାରିବିନି, ସେ ହେଲମେଟ ପିନ୍ଧି ଯାଇପାରିବନି, ଆଉ ମତେ ପୁରା ଧୀରେ ଧୀରେ ଯିବା ପାଇଁ ପଡ଼ିବ। ଜରି ନେଇଯିବି, ନହେଲେ କ'ଣ କରିବି? ଦରକାର ପଡ଼ିଲେ ମୁଣ୍ଡ ଦେଇଦେବି। ନାଇଁ କିଏ ଭିଡ଼ିଓ କରିକି ଭାଇରାଲ କରିଦେବ, ହେଠୁ ଗଲା। ନାଇଁ ଯଦି କିଏ ଆଜିକାଲି ଏବେ କ'ଣ, ଏବେ ସବୁ ସୋସିଆଲ ମିଡ଼ିଆ ହେଇଗଲାଣି, ଯଦି ହେଲମେଟ ବଦଳରେ ତମେ ମୁଣ୍ଡରେ ଜରି ପୁରେଇ ଦେଇକି ଯିବ, କିଛି ଲୋକ ସେଠି ବୁଲୁଥିବେ, ଯଦି ଦରକାର ପଡ଼ିଲେ ସୁଟିଂ କରିଦେବେ, ଫେସବୁକ୍ ୟୁଟ୍ୟୁବରେ ଛାଡ଼ିଦେବେ। ତ ଦେଖନ୍ତୁ ସାଙ୍ଗମାନେ, ଜଣେ ମାଉସୀ କେମିତି ମୁଣ୍ଡକୁ ସୁରକ୍ଷା ଦେବା ପାଇଁ ମୁଣ୍ଡରେ ଜରି ପୁରେଇଛନ୍ତି। ତେଣୁକରି ତୁ ଟୋଟାଲି ଭାଇରାଲ ହେଇଯିବୁ, ତାକୁ ନେଇ ମିଡ଼ିଆ ଫିଡ଼ିଆ ବାଲା ନେଇ ପୁରା ଅଲଗା ପ୍ରକାର ଖେଳ କରିବେ ହେଲା। ଜାଣିପାରିବେନି ଅବଶ୍ୟ ତତେ, କିନ୍ତୁ ଦୁନିଆ ପ୍ରକାର ଖେଳ ହବ ନା। ତେଣୁକରି ଆମର ସେମିତି ଚାଲ, ଯଦି କୋଉଠି ଥାନା ବାଲା ଧରିଲେ ମୁଁ କହିବି ଆଉ କ'ଣ କହୁଛ, ଆଉ ମୁଁ ବୋଉ ଏଠି ଥାଉ ଥାନାରେ, ମୁଁ ଯାଉଛି ଆଉ ପୁରୀ ଦର୍ଶନ କରି ଆସି ବୋଉକୁ ନେବି। ଆଉ ତୁ ଯୋଉ ଲୋକ, ତତେ କେହି ପାରିବେନି, ତୁ ପୁରା କଜିଆ କରି ଧୂଆଁ କରିଦବୁ, ସେ ଥାନା ବାଲା ଦେଖିକି ଦୌଡ଼ି ପଳେଇବେ ତତେ। ଦେଖ ତାହେଲେ ଜୋର ଶୀତ ହେଲା, ତମେ ପିନ୍ଧିବନି, ବୋଉଙ୍କୁ ପିନ୍ଧେଇ ଦେଇ ବସିବ, କିଏ ଦେଖୁଛି ରାତିରେ। ବାଏ ବାଏ।
तो सांग मैंने सकाळू आमर जाइथिले पुरी कोणार्क लिंगराज दर्शन करके बर्तमान घरे आसी पहुँचले राति 10टा बाजिलानी 9:30 10टा ना 9:30 नुहे आमे अपेक्षा करी बसु केतला आसे गरम गरम अभड़ा चलो मन चल मन जा पे एउटा बढिया जिनिस आछि ले कमला खावा जियो तो सांग माने तो मु तो बाहर की जाइथिली बुक नै की आउ 11:30 गली 9:30 रे आसी पहुँचली घरे तो आमे कुआडे कुआडे बुलिछु कोन करछु आउ राति रे हमर आउ धज्य नै 300 किलोमीटर बाइक रनिंग हेछि कोन तो मु लोक माने मो ऊपर एते एते अछि मु कोड गल पछि दर्शन हैला तो ठीक ठाक हां खुशी तो अच्छा आम व्यूअर्स भाई भौणी काली सकाळे सब्सक्राइबर भाई भौणी मैंने जो मैंने सब अच्छा वीडियो देखुंत आगु बहुत कमेंट करते जे तुम्हें स्वामी स्त्री चल जाऊच देखे होच आम जाऊँ ये करचु से करचु समस्त नुहति किसी जन कहते तुम बो गोटे नहीं जाओना तांकर कौन मन ना ये ना से ना कहते तेणुक से तो आम बहुत थर डाकिचु तो मना कला पर भी आज हठात प्लानिंग से मोर मते डोरी लागि नथला आज लागि छ माघ सप्तमी रे आउ जा जानि पारिली आउ एक्चुअली सकाळ जिबा आलोचनाटा की कर किछि आलोचना हे नथला मु गरिछि तमे जाऊ ना उठंतु कहबिन तुम भूल हां ये कहला मु कहले ना मु कहले आज होउची हमर माघ सप्तमी चंद्रभागा दर्शन सब बहुत लोक जाई करंती जे भोर जीवा के धर काल थर जाई छी हाँ आम कौ दिन पुणी आ गए प्लानिंग करवा मौसी पुपी मानू 3 जन तमे जाओ बाइक रे जो फैमिली बुलिया को 4 जन जाई हो अरे तमर मोर पुपीर मोर तो केते जीवन पड़ी छी मु आगु को बुलिवी हसी गोड़ा कथा किंतु रविवार दिन किंतु जगतसिंहपुर जीव मु कह दिले अगरो रविवार ना आमेडू जीवा मो गोड़ हाथ बिंधा हो रविवार दिन जीवा से जीवन से मना कर जीवनी नले मु किंतु रविवार ना जीवी तमे गले कहब मु पुनी स्कूल नाचे को जीबी ना नहीं राती रे रविवार दिन ताले बुधवार दिन को जीवा सांग माने टाइम 10टा बाजिबा पई 10 मिनिट अछि हम से 9:30 पहुंची गलु तो मानकर भी जहाँ आशा थिला आज भी तांकर आशा भी मेंटी गला तो आसे जे अन्न डाली आउ एटी 2 प्रकार देचंदी सॉरी एटा खट्टा एटा बेसर एटा बोधे ये ए जो काटी दिले पूरा अलग अलग बासना आर थरक मिठा ऊपर सब आनी थली मना कर दलो ना को आ मिठा त खाइया असुविधा हो छोट अन्नटा आनी थली ना बो कला नाही नाही बड़टा नहीं जिवा तो जीवा सांग माने खाई दबा सोइबा तो सांग माने तो काली आमे बोंकर मोर जाइथिलु जगन्नाथ को दर्शन करिया पाई तो जोटा कि पाखापाखि बसुना ये बसले आम भीएस भाई भाई मानू जनइब तो काली सब कौन केम सब है तुमर बुलाबुली आउटा टी आम भीएस भाई भाई मानू जन दि जनइदेबी हां मु तो पूरी जाइथली 30 वर्ष पूर्वरु जाइछे 3 थर पूरी जाइथली तापर आउ जाई नथली अच्छा आउ तते जोड़ी कि पूरी जो बाबाजी कर देथली आउ जाइथली 5 वर्ष मुकळिया को आउ सेति के आउ बड़ छता मठु मते बाबा 10:30 आसी घर पहुँचली मते मो बो कहला आउ टिके चालुनु टिके जिबा टिके आज माघ सप्तमी अछि आउ टिके जगन्नाथ दर्शन करके आसीबा मु कहले रे ये की कथा कोन एमते हठात मो बोर मन हला आ तले कालियार बोधे डोरी लागिछि तो तेणु करी मु कहले चलो जिबा आउ मु कहले मु लेंकाबू कहूछि गाड़ी नै आसीबा गाड़ी जोना नाइ नाइ तोरी मोटरसाइकिल ही मु जिबी आउ मु कहले तू एतोडा बसी जाय पेरु ना हां काई बसी जिबिनी चल जिबा आमेरु 11:30 रे बाहरिलु आउ आम एठू गलु सीधा लिंगराज को दर्शन कलु सेठी टाइम हो जाता प्राय 1:10 ରୁ 15 हो जाता सेठी सेठू आम कौन कलु खाईदेलु प्रसाद खाईदेलु खाई सेठू बाहरिलु सीधा गलु आम को जगह गलु कोणार्क गलु कोणार्क रे बुलाबुली कलु बुलाबुली करी गलु चंद्रभागा चंद्रभागा रे बुलाबुली करी आमर सेठी पाखापाखि बोधे केतना टाइम हेतला 3टा नाइ 4टा हो जाता 4टा हो जाता तो 4टा बेले आम सेठू बाहरिलु जगन्नाथ पाखु
ଜଗନ୍ନାଥଙ୍କ ପାଖରେ ଯାଇ ପହଞ୍ଚିଲା ବେଳକୁ ପାଖାପାଖି 5ଟା ବୋଧେ କୋଣାର୍କରୁ ଜଗନ୍ନାଥଙ୍କ ପାଖକୁ ବୋଧେ ପାଖାପାଖି 33-34 କିଲୋମିଟର ହେବ। 5ଟା ବାଜିଗଲା ସେଠି ପହଞ୍ଚିଲା ବେଳେ। ସେଠି ଗାଡ଼ି ଷ୍ଟାଣ୍ଡରେ ରଖି ମନ୍ଦିର ପ୍ରବଳ ଭିଡ଼ କାଲି ଥିଲା। ଆଉ ମୋର ଆଶା ନଥିଲା ଯେ ବୋଉ ମନ୍ଦିର ଭିତରକୁ ପଶିବେ ଠାକୁର ଦର୍ଶନ କରିବେ ଆସିବେ। ଯାହା ହଉ ଜଣେ ଭେଟ ହେଲେ ମୁଁ ତାଙ୍କୁ କହିଲି ଭାଇ ଏଇପଟେ ଟିକେ ପଳେଇ ଗଲେ ହୁଅନ୍ତାନି? ନା ଭାଇ ପଳେଇ ଆସ। ସେ ଯାଉ ଆମର ଭିଉଅର୍ସ ଜଣେ ଭିଡ଼ିଓ ଦେଖନ୍ତି ବହୁତ ସାରା ଭଲ ପାଇବା ଦିଅନ୍ତି, ସେ ତା ଭିତରେ ଥିଲେ। ମୋତେ କହିଲା ମାଉସୀକି ନେଇକି ଆସିଛ ବୁଲିବା ପାଇଁ ଠାକୁରଙ୍କ ପାଖକୁ? ମୁଁ କହିଲି ଆଜ୍ଞା। ନା ଆଉ ଏପଟେ ତ ପ୍ରବଳ ଭିଡ଼ ଅଛି, ତୁମେ ଗୋଟେ କାମ କର ଏଇପଟେ ପଳେଇ ଆସ। ସେ ଡାକିଦେଲେ, ଆମେ ସେପଟେ ପଶିଗଲୁ। ମନ୍ଦିର ଭିତରୁ ପଶିଲୁ। ମନ୍ଦିର ଭିତରେ ଯେଉଁ ବ୍ୟାରିକେଟ୍ ହେଇଛି ସେ ଟିକେ ଜାମ୍ ଥିଲା। ସେଠି ଠିଆ ହେଲୁ 10-20 ମିନିଟ୍ ଭିତରେ। ଆମେ ମନ୍ଦିର ପ୍ରାୟ 5ଟା 10 ସୁଦ୍ଧା ଆମେ ପଶିଲୁ ମନ୍ଦିରରେ। 6ଟା 40 ସୁଦ୍ଧା ଆମେ ମନ୍ଦିରରୁ ବାହାରିଗଲୁ, ନୁହେଁ କି? ଦର୍ଶନ କରି 6ଟା 40 ସୁଦ୍ଧା ବାହାରିଗଲୁ। ତା ଭିତରେ ବଢ଼ିଆ ଭାବରେ ବହୁତ ଦର୍ଶନ କଲେ। ତ କ'ଣ କେମିତି ଦର୍ଶନ କଲ ଟିକେ କୁହ? ମୁଁ ପୁରା ପରିଷ୍କାର ପୁରା କାଳିଆ ଠାକୁରକୁ ଦେଖିକି ନମସ୍କାର ହେଲି। ଆଚ୍ଛା, ମୁଁ ଭାବୁନଥିଲି ମନରେ ମୁଁ ଦେଖିବି ବୋଲି ଏତେ ଲୋକେରେ। କେତେ ଥର ଦେଖିଛ? ମୋ ବୋଉ ଥରେ ଦର୍ଶନ କରି ପଳେଇ ଆସିଲେ, ପୁଣି ଆଉ ଥରେ ଏମିତି ଗଳିକି ସେଠି ଠିଆ ହେଲେ। ମାନେ ପ୍ରାୟ 10 ମିନିଟ୍ ଖଣ୍ଡେ ମୋ ବୋଉ ସେଠି ଠିଆ ହେଇକି ଦର୍ଶନ କଲେ। ମୁଁ କିନ୍ତୁ ରହିଗଲି ଟିକେ ପଛରେ। ଗରୁଡ଼ ସ୍ତମ୍ଭକୁ ଯୋଉ ଧରିଲି ସେଠି କେତେ ଭିଡ଼, ପୁରା ଆମେ ଧରିଛୁ ଆଉ ଛାଡ଼ିନୁ ଆଉ। ସେଠି ଦର୍ଶନ ପରେ ଆମେ ତାପରେ କୁଆଡ଼େ ଆସିଲେ? ଅଭଡ଼ା ଆମର ଯେଉଁ ଅଛି ଅଭଡ଼ା ଆନନ୍ଦ ବଜାରକୁ ଆସିଲୁ। ସେଠି ମୁଁ ବୋଉ କହିଲି ଚାଲ ଖାଇବା, ଅଭଡ଼ା ଖାଇବା, ଆଉ ଘରକୁ ନେଇକି ଯିବା। ନାଇଁ ମୁଁ ଜମା ଖାଇବିନି, ମୋର ଏପର୍ଯ୍ୟନ୍ତ ହଜମ ହେଇନି ଯାହା ଖାଇଛି, ଆମେ ଅଭଡ଼ା କିଣି ନେଇ ପଳେଇବା। ମୁଁ ମାନଙ୍କୁ ତା ପୂର୍ବରୁ କହିଦେଇଥିଲି, ଯେତେବେଳେ ଷ୍ଟାଣ୍ଡରେ ଫୋନ୍ଟା ରଖିଲି, ଯଦି 8ଟା ଭିତରେ ତୁମ ପାଖକୁ କଲ୍ କଲା ତାହେଲେ ତୁମେ ଖାଇବାକୁ କିଛି କରିନଥିବ, ମୁଁ ଏଠୁ ନେଇକି ଯିବି। ଆଉ କିନ୍ତୁ ଆମର ଏମିତି 6ଟା 40ରେ ମୁଁ ତାଙ୍କୁ କଲ୍ କଲି। ସେତେବେଳକୁ ମୁଁ ମନ୍ଦିରରୁ ଅଭଡ଼ା ମହାପ୍ରସାଦ ଧରିକି ପଳେଇ ଆସିଥିଲି। କିନ୍ତୁ କୁହନ୍ତି ବହୁତ ଲୋକ ଯେ ରାତିରେ, ଆମର ଏଇ ଭିଡ଼ିଓ ମାଧ୍ୟମରେ ବହୁତ ଜଣ ଭାଇ ଭଉଣୀମାନେ କହିଛନ୍ତି ଯେ ରାତିରେ ମହାପ୍ରସାଦ ଆଣନ୍ତିନି, ଘର ସାଙ୍ଗରେ ଆଣନ୍ତିନି। କିନ୍ତୁ ଯେହେତୁ ତାଙ୍କର ଗୋଟେ ଆଶା ଥିଲା ମହାପ୍ରସାଦ ଖାଇବେ ବୋଲି, ଆଉ ମୁଁ କହିଲି ନାଇଁ ନେଇକି ଯିବା। ତ ଆମେ ଧରିକି ପଳେଇ ଆସିଥିଲୁ ମହାପ୍ରସାଦ। ଘରେ ଆସି ମୁଁ ଠିକ୍ 9:30 ରାତିରେ ପହଞ୍ଚିଲି। ପୁରା ବହୁତ ସୁନ୍ଦର ଭାବରେ ଖିଆପିଆ ହେଲା। ଆଉ ସବୁ ମହାପ୍ରସାଦ ବି ଭଲ ଥିଲା, କିଛି ଖରାପ ହେଇନଥିଲା, ଭଲ ଥିଲା। ଖିଆପିଆ କରି ଆମେ 10ଟା ସୁଦ୍ଧା ସବୁ କାମ କମ୍ପ୍ଲିଟ୍। ମୋ ବୋଉର ସବୁ ଯାଇ ଖରାପ ପୁଅ ହେଲି ମୁଁ। 3 ପୁଅ ଭିତରେ ମୁଁ ହେଲି ଖରାପ ପୁଅ, ସେ ହେଲା ତାର ଖରାପ ବୋଉ। ଏବେ ମୁଁ କହୁନି, ଏବେ ମୁଁ ଖରାପ ହେଇକିରି ଅଛି, କିନ୍ତୁ ତା ବୋହୂ ଏବେ କିନ୍ତୁ ପୁରା ଭଲ ହେଇଯାଇଛି। ପ୍ରଥମ ମାନେ ନୂଆ। କିନ୍ତୁ ଗୋଟାଏ କଥା ମନେ ରଖିଥିବୁ, ସେ ଖରାପ ପିଲା, ଖରାପ ପୁଅ ତୋ ପାଖରେ ତ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଥିବ, ଛାଡ଼ିକିରି ଯିବନି। କି ସେ ଖରାପ ବୋଉ ବି ତୋ ପାଖରେ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ତୋର ସିଏ ଥିବ। ମୁଁ ଖରାପ, ହଁ ଠିକ୍ ଅଛି। ମୁଁ ଖରାପ ଯୋଉଟା କହୁଛ ସେଇଟା ସତ। ମୁଁ ବି ଖରାପ। ଆଉ ଖରାପ ମାନେ ମୋତେ 4 ଥର ଏମିତି କରେଇ ଦେଇଛି। ଆଉ କେତେଥର? ହଁ 4 ଥର ସେ ମୋତେ କରେଇ ଦେଇଛି। ଠିକ୍ କଥା ଏଇଟା, 4 ଥର। କାହିଁକି ସେ ଏମିତି କରାଏ ମୋତେ ମୁଁ ବି ଜାଣିନି ଠିକ୍ କଥା। ତେଣୁକରି କାହିଁ କରୁ ନା, ମୁଁ ସେମିତି କରିନି। ଚେଲା। ଆଉ ଠିକ୍ ଅଛି, ମାନେ 3 ଥର ନା 4 ଥର? କେତେ ଥର? 3 ଥର ଯାଇଛି। ଆଚ୍ଛା, 3 ଥର ମୋତେ ସେ ନେଇକି ପୁରା ଖେଳ କରିଦେଇଛି। ହଉ ଛାଡ଼ନ୍ତୁ, ସେ ସମୟ ଥିଲା ଅଲଗା, ସେତେବେଳେ ମାଇଣ୍ଡ ଥିଲା ଅଲଗା, ମାନେ ପୁରା ଦୁଷ୍ଟ ପ୍ରକୃତି, ଚଗଲାମୀ ପ୍ରକୃତି ଥିଲା। ଆଉ ଏବେ ଧୀରେ ଧୀରେ ମୁଁ ଚିନ୍ତା କଲି ତ ମଣିଷର ରାଗଟା ମଣିଷ ପାଇଁ ପ୍ରଥମେ କ୍ଷତି କରାଏ ମଣିଷର ରାଗ। ତେଣୁକରି ରାଗ ହିଁ ପରମ ଶତ୍ରୁ। ଆଉ ମୁଁ ସେ ଜିନିଷ ସବୁ ମୁଣ୍ଡରୁ କାଢ଼ି ଦେଇଛି ଏବେ 4-5 ବର୍ଷ ହେବ ଏଇ ସୋସିଆଲ ମିଡ଼ିଆକୁ ଆସିଲା ପରେ। ସବୁ ଯାଇନାହିଁ, ଟିକେ ଅଛି ଆହୁରି। ଶୁଣ, ଆହୁରି ଅଛି, ବେଳେ ବାହାରୁଛି। ନାଇଁ, ସେଇଟା ଆକ୍ଚୁଆଲି ସୋସିଆଲ ମିଡ଼ିଆ ପରର ଘଟଣା। ସେତେବେଳେ ସୋସିଆଲ ମିଡ଼ିଆ ନଥିଲା, ନା ଟିକଟକ୍ ଥିଲା, ନା ଇନଷ୍ଟାଗ୍ରାମ ଥିଲା, ନା ୟୁଟ୍ୟୁବ୍ ଥିଲା, ନା କ'ଣ ଫେସବୁକ୍ ପେଜ୍ ଥିଲା, କିଛି ବି ନଥିଲା। ନା ଆପଣମାନେ ଆମ ସହ ଥିଲେ, କି ଆପଣମାନଙ୍କ ସହ ବି ଆମେ ଥିଲୁ। କେହି କାହା ସହ ନଥିଲେ। ମାନେ ସେତେବେଳେ ମୋର ଗୋଟେ ଅଲଗା ଲାଇଫ୍, ଅଲଗା ଜୀବନ ମୁଁ ବିତାଉଥିଲି। ମୁଁ ନିଜେ ମାନେ ସବୁବେଳେ ମୁଁ ଯାହା କରୁଛି ଠିକ୍ କରୁଛି, ମୁଁ କାହା କଥା ଶୁଣେନି। ତେଣିକି କ'ଣ ଅସୁବିଧା ହଉ, ଏମିତି ବି 3-4 ଥର ବି ପୁରା ଖେଳ ହେଇଯାଇଛି ଅଲଗା। ଆଉ ଯେଉଁଟାକି ସେ ପୁରା ଅଲଗା ପ୍ରକାର ଷ୍ଟୋରି ସବୁ। ସେ ଷ୍ଟୋରି ତ ଗଲା। ପ୍ରଥମ ଷ୍ଟୋରି ମୋ ବୋଉ ବି ଯେତେବେଳେ ଆମର ବାହାଘର ହେଇଥିଲା ସେ ଟାଇମ୍ରେ ବି ସେ ଟିକେ ମନ ଭିତରେ ଟିକେ ତାର ଥାଏ ମୋ ପ୍ରତି ଟିକେ ଖରାପ ଚିନ୍ତାଧାରା। ଏଇଟା ଭଲ ପିଲାଟା ହେଲାନି, ଖରାପ ପିଲାଟା ହେଲା, ଗୋଟେ ଏ ପିଲାଟା ବି ଭଲ ପଡ଼ିଲାନି, ମାନେ ଏ ଟାଇପ୍ର ଭାବନା ଥାଏ। କିନ୍ତୁ ମୁଁ ତାକୁ ଗୋଟେ କଥା ମୋ ବୋଉ କହିଥିଲି, ବୋଉ ଦେଖ 3ଟା ପୁଅ ଜନ୍ମ କରୁଛୁ, କିନ୍ତୁ ସବୁବେଳେ ତୋର ଏ ପୁଅ ତୋ ପାଖରେ ଥିବ, ଆଉ ତୋ ପାଇଁ ବି ଜୀବନ ଦେଇଦବ, ଛାଡ଼ିବନି। ଦରକାର ପଡ଼ିବ ତୋ ପାଇଁ ଜୀବନ ନେଇଯିବ। ଆଉ କାଲି ତ ଆମେ 300 କିଲୋମିଟର ବୁଲିକି ଆସିଛେ ପୁରା ଗାଡ଼ିରେ। କମ୍ପ୍ଲିଟ୍ ସାଙ୍ଗମାନେ 300 କିଲୋମିଟର ମୋର ବୁଲାକାଲି ହେଇଛି। ମୋ ମାଆକୁ ଧରି ମୁଁ ବୁଲୁଛି, ମୋତେ ବି ଭାରି ଖୁସି ଲାଗିଲା। ଯାହା ହଉ, ମାନେ ମୋ ବୋଉର ମୋର ବୋଧେ ଏଇ 2-3 ବର୍ଷ 5 ବର୍ଷ ଭିତରେ, 5 ବର୍ଷ ତ ନୁହେଁ, ଏମିତି କହିବାକୁ ଗଲେ ମାନେ ଛୁଆ ବେଳଠାରୁ 300 କିଲୋମିଟର କେବେ ବାଇକ୍ରେ ଆମେ ମା ପୁଅ ବୁଲୁନଥିଲୁ। ଗାଡ଼ି ହେଲା ଦିନ ମୁଁ କ'ଣ ବୁଲୁଥିଲି ଏତେ କୋଉଠି। ହଉ, ଯାହା ବି ହଉ, ତାର ଭଲ ପାଇବା ଆଶୀର୍ବାଦ ସେମିତି ଥାଉ, ଆପଣମାନଙ୍କର ବି ଭଲ ପାଇବା ଆଶୀର୍ବାଦ ଥାଉ। ଆଉ ଦେଖିବା ଆଗକୁ କ'ଣ ହେଉଛି। କାଲି କ'ଣ ସବୁ ଠାକୁରଙ୍କୁ ମାନସିକ କଲ ଟିକେ କହିଲ? ସେ ମାନେ ମୋତେ କହିଦେଲା ଆଗରୁ ଯେ ମୁଁ ଲିଙ୍ଗରାଜଙ୍କୁ ଦର୍ଶନ କରିବି, କୋଣାର୍କକୁ ଯିବି, ଚନ୍ଦ୍ରଭାଗା ଯିବି। କାଲି ମାଘ ସପ୍ତମୀ, ମୁଁ ଚନ୍ଦ୍ରଭାଗା ଯିବି।
ଚନ୍ଦ୍ରଭାଗାରୁ ପୁରୀ ଯିବି, ପୁରୀରୁ ମୁଁ ଘରକୁ ଫେରିବି, ଏ କଥା ସେ କହିଥିଲା। ତ ସେ କ'ଣ ସବୁ କାଲି ଠାକୁରଙ୍କୁ ଜଣେଇକିରି ଆସିଛି, କ'ଣ ଜଣେଇଛୁ ମୋର ମୁଁ ଯାହା ଜଣେଇକିରି ମୋର କହିବୁ ନା ଆଉ। ମାନେ ଆମର ଏଇଖିନା ସତ କହିବାକୁ ଗଲେ ଆମର ଏଇଖିନା ଅଲ୍ ଇନ୍ ଅଲ୍ ଦର୍ଶକ ଦେବତା ଯେଉଁମାନେ ଆମେ ଭିଡ଼ିଓ ଦେଖୁଛନ୍ତି ସେ ଆମ ପାଇଁ ଭଗବାନ ସତ, ତାଙ୍କ ପାଇଁ ଆମେ, ଆମ ପାଇଁ ସେ ନୁହନ୍ତି। ଆଉ ମୁଁ ମୋର ଠାକୁରଙ୍କୁ ଜଣେଇକିରି ଆସିଛି, ମୋର ତୁଳସୀ ଧଣ୍ଡା ଆଣିକି ଦେଇଛି ମାନଙ୍କୁ ପୁଅଟିଏ ହବ ବୋଲିକିରି। ତାପରେ ଫେର ଆମେ ଜଗନ୍ନାଥ ଦର୍ଶନ କରିବାକୁ ଯିବୁ, ଇଏ ଜଣେଇଛୁ, ଫେର ଆଉଥରେ ଯିବି ସେଇଥିପାଇଁ କହିକି ଆସିଛି। ଇଏ ଜଣେଇଛୁ, ହଁ ଆଉ ଥରେ ଯିବୁ, ଆଉଥରେ ଯିବି, ସେ ଭିଡ଼ିଓରେ ପଶିବି। ଭିଡ଼ିଓରେ ବସିବୁ। ହଁ ଠାକୁର ମୋର କେବେ ବିଶ୍ୱାସ ନଥିଲା ଯେ ମୋ ବୋଉ କାଲି ଭିଡ଼ିଓରେ ପଶିବ ଆଉ ଠାକୁରଙ୍କୁ ଦର୍ଶନ କରିବ। ଆଉ କ'ଣ ଯୋଉ ଜଗନ୍ନାଥଙ୍କ ପାଖକୁ ଗଲୁ, ଖାଲି ଜଗନ୍ନାଥଙ୍କ ପାଖରେ ଏଇ ଗୋଟିଏ କଥା ଜଣେଇଲୁ, ତୋ ପୁଅକୁ କେମିତି ଆଗକୁ ନେବେ, ଭଲ ରଖିବେ, ଭଲ ମଣିଷ କରିବେ ସେଇଟା ନାହିଁ। ତାକୁ ମନ ଭିତରେ ଡାକି ଦେଇ ଆସିଛି। ତୋର ମୋ ପ୍ରତି ଆକ୍ଚୁଆଲି ଭଲ ପାଇବା ନାହିଁ, ମୋର କିନ୍ତୁ ତୋ ପ୍ରତି ପ୍ରବଳ ଭଲ ପାଇବା ହେଲା, ବୁଝିପାରିଲୁ। ତୋର ଯଦି ଭଲ ପାଇବା ନଥାନ୍ତା ତୁ ମୋ ସାଙ୍ଗେ ଯାଇଥାନ୍ତୁ କି? ମୋର ଯଦି ଭଲ ପାଇବା ନଥାନ୍ତା ମୁଁ ତୋତେ ନେଇଥାନ୍ତି ନା ଚାଲେ, ତୋର ଆଉ ଦୁଇଟା ପୁଅ ଅଛନ୍ତି ତାଙ୍କୁ କହୁଥିଲେ ନେଇକି ଯିବେ, ଏ କଥା କହିଥାନ୍ତୁ। ହଉ ଯାହା ହଉ, ସେ ଯିଏ ଦେଖୁଥିବ ସେ ଠିକ୍ ଜାଣିଥିବେ ଭଲ କି ମନ୍ଦ। ନାଇଁ ମୋ ବୋଉ କିନ୍ତୁ ଆକ୍ଚୁଆଲି ମୋତେ ଆଗରୁ ଭଲ ପାଏନି, ମୁଁ ଟିକେ ବହୁତ ଦୁଷ୍ଟ ଥିଲି, ମାନେ ଯାହା ବୁଝେ ସେଇଆ ରାଗିଟାଇ ଥିଲି। ତେଣୁକରି ମୁଁ ମୋ ପ୍ରକୃତିଟାକୁ ମୁଁ ନିଜେ ପରିବର୍ତ୍ତନ ଅଲରେଡ଼ି 90% ମୁଁ ପରିବର୍ତ୍ତନ କରିଦେଇଛି, ହଁ ନା ନାଇଁ। ତେଣୁକରି ମୁଁ ଦେଖିଲି ଯେ ମୋ ନିଜର ମୁଁ ରାଗିଲେ ମୋ ନିଜର କ୍ଷତି, ମୁଁ ରାଗିଲେ କ'ଣଟା କରୁଛି, ତା ପାଇଁ ମୁଁ କେତେ ଅସୁବିଧାରେ ପଡ଼ୁଛି, ଦରକାର ପଡ଼ିଲେ ବି ଏମିତି ଦୁଇଥର ମୋର ମନେ ଅଛି ଦୁଇଥର, ଇଏ କ'ଣ କହିବା କଥା ତିନିଥର ଖଣ୍ଡେ ମୁଁ ଯାଇଛି ପୁଣି ଆସିଛି। ତେଣୁକରି ଯେଉଁଟା ଆପଣମାନେ ବୁଝିପାରୁଥିବେ ମୁଁ ସେଇଟା ଟୋଟାଲି ରିଭିଲ୍ କରିବା ପାଇଁ ଚାହୁଁନି। ତେଣୁକରି ଯାହା ବି ହଉ ଭଗବାନ ସବୁବେଳେ ପାଇଁ ଭଲରେ ରଖନ୍ତୁ ମୋତେ, ମୁଁ ସବୁବେଳେ ପାଇଁ ଠାକୁରଙ୍କୁ ଡାକେ ପ୍ରଭୁ ଭଲରେ ରଖ, କେମିତି ମାନେ ମୋତେ ଗୋଟେ ଜିନିଷ ବୁଦ୍ଧି ଦିଅ, ମୁଁ କେମିତି କୌଣସି ଖରାପ ବାଟକୁ ନଯାଏ ବାସ୍। ସେ ଖରାପ ପାଇଁ ବହୁତ କିଛି କଷ୍ଟ ପାଇଛି, ସମସ୍ତଙ୍କ ଆଖି ଆଗରେ ମୁଁ ଖରାପ ହେଇଯାଇଥିଲି, ବନ୍ଧୁବାନ୍ଧବ ମାନେ ଏମିତି ପ୍ରାୟ ଲୋକମାନଙ୍କ ଠାରୁ ଏପର୍ଯ୍ୟନ୍ତ ମଧ୍ୟ ସବୁ ଠିକ୍ଠାକ୍ ହେଇନି। ଯେଉଁମାନେ ଆପଣମାନେ ଦେଖୁଥିବେ ଭିଡ଼ିଓ ମାଧ୍ୟମରେ କେହି ମୋ ଭିଡ଼ିଓରେ ଆସନ୍ତିନି କି ମୁଁ ବି କାହାକୁ ନିଏନି ଭିଡ଼ିଓରେ। ମୋ ବୋଉର ମୋର ମାନୁଙ୍କର ମୋ ଝିଅ ପ୍ଲସ୍ ମୋ ଶ୍ୱଶୁର ଲୋକ ମାଉସୀ ଏତିକି ଛାଡ଼ିଦେଲା ପରେ ମୁଁ ଆଉ ପ୍ରାୟ ମୋର ବନ୍ଧୁବାନ୍ଧବ ସମସ୍ତେ ଅଛନ୍ତି, କିନ୍ତୁ ମୁଁ କାହାକୁ ଭିଡ଼ିଓରେ ନିଏନି। ଯଦି ଆଗକୁ ତ ସେମାନେ ଚାହିଁବେ ତ ଭିଡ଼ିଓରେ ରହିବେ, ନହେଲେ କସ୍ମିତ କାଳେ ବି ମୁଁ କାହାକୁ ଭିଡ଼ିଓରେ ନେବିନି। ହଉ ସାଙ୍ଗମାନେ, ତ ଏହା ହେଲା ଜିନିଷ। ତ ବୋଉ କ'ଣ ମାନସିକ କଲେ ତ ଆପଣମାନଙ୍କୁ ଜଣେଇଦେଲେ, ଆଉ ମାନେ ସବୁ କଥା ତ ଆପଣମାନେ ଶୁଣିଲେ। ଯାଉ ତାର ଗୋଟେ ଆଶା ଥିଲା, ସେ କାଲି ଯାଇଛି 28 ବର୍ଷ ପରେ ଜଗାଙ୍କୁ ଦର୍ଶନ କରିଛି। ଯାହା ବି ହଉ ନା କାହିଁ କାଲି ଫାଇନାଲ୍ ସେ ବୁଲାବୁଲି କରିଦେଲେ, ଆଉ ସରିଗଲା। ପୁଣି ସେ କହିଦେଲେ ଯେ ମୋର ନାତିଟେ ହେଲେ ମୁଁ ଆର ବର୍ଷକୁ ଯିବି। ନାତି ହେବ କି ନାତୁଣୀ ହେଲେ ଆଉ ଯିବନି? ତାହେଲେ ତ ଇଚ୍ଛା ଅଛି ଯିବା ପାଇଁ। ହଉ ସାଙ୍ଗମାନେ ଯିବା, ଆଜିର ଭିଡ଼ିଓଟିକୁ ଆମେ ଏଇଠି ଏଣ୍ଡ କରିଦେବା। ପୁଣି ଗୋଟେ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ସହ ଦେଖା ହେବ। ରହିଲି, ନମସ୍କାର, ଜୟ ଜଗନ୍ନାଥ। ଯଦି ଆପଣମାନେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିନିଅନ୍ତୁ ନୂଆ ଭିଡ଼ିଓ ଦେଖିବା ପାଇଁ। ତ ଆପଣମାନଙ୍କର ଭଲ ପାଇବା ଆମ ପାଇଁ ଆଶୀର୍ବାଦ।